ତ ଆପଣ ଜାଣିପାରୁଥିବେ କି ମାନେ ଭଗବାନ ସୃଷ୍ଟିରେ ଏମିତି କୌଣସି ଜୀବ ପ୍ରାଣୀ ଉଦ୍ଭିଦ ନାହିଁ ଯେ କିଛି ତା'ର କାମ ନାହିଁ। କାହାର ନା କାହାର କେଉଁଭଳି ଭାବରେ କାମ ରହିଛି। ଯେମିତି ଆପଣ ଶୁଣିପାରୁଥିବେ, ଯଦି ସ୍ଥଳ ରହିବ ତ ଜଳ ରହିବ, ଜଳ ରହିତ ଜୀବନ ରହିବ। ତ ଜଳ ଯଦି ଏମିତି ରହିବ ତାହେଲେ ଜୀବନ କେମିତି ବଞ୍ଚିବ? ତାହେଲେ ଏମିତି କୁହନ୍ତୁ କି ପାଣିକି ଆମେ ସବଳ କେମିତି କରିବା? ମୁଖ୍ୟ ଉଦ୍ଦେଶ୍ୟ ପାଣିକି ସବଳ କରିବାର ଉଦ୍ଦେଶ୍ୟ ହେଲା ମାଛ ଆମ ଆବଶ୍ୟକତା ଅନୁସାରେ ଧରିବା, ଆବଶ୍ୟକତା ଅନୁସାରେ ଖାଇବା। ତାପରେ ପରେ ଯେଉଁ କି ଆମେ ଅଳିଆ ଆବର୍ଜନା ଏବଂ ଆମର ଯାହା କିଛି ଖରାପ ଜିନିଷ ପାଣିରେ ପକାଇଥାନ୍ତି, ମାଛ ଖାଇକି ତାକୁ ରିସାଇକେଲ୍ କରିଥାନ୍ତି। ଇଏ ହେଲା ଭଗବାନର ସୃଷ୍ଟି। ଯଦି ମାଛ ନଥାଏ ତେବେ ଆମେ ପାଣି ମଧ୍ୟ ଗୋଟେ ଗାଧେଇ ପାରିଥାନ୍ତି କି ମାନେ ସବୁଆଡ଼େ ଦେଖିପାରୁଥିବେ ମଳ ତ୍ୟାଗ ସବୁ ଭାସୁଥିବ ସେ ଜାଗାରେ। ଏତେ ଭାସୁଥିବ ଯେ ଆପଣମାନେ ଗୋଡ଼ ଧୋଇ ପାରିବେନି, ଏମିତି ହେଇଯିବ ଯଦି ମାଛ ନଥିବ ବୋଲେ। ଏଥିପାଇଁ କହୁଛୁ କି ଆବଶ୍ୟକତା ଅନୁସାରେ ମାଛ ଧରନ୍ତୁ, ଅଧିକ ଧରନ୍ତୁ ନାହିଁ। ଇଏ ହେଲା ଭଗବାନଙ୍କ ସୃଷ୍ଟିର ନିୟମ। ଯଦି ଏମିତି ଯଦି ଖାଲି କରି ନଦିଅଲେ ଆଉ 10 ବର୍ଷ ପରେ ଆପଣଙ୍କୁ ପାଣି ଟୋପାଟେ ବୋଧେ ମିଳିବନି। ସତ କଥା ମୁଁ କହୁଛି, ପାଣିକି ବଞ୍ଚାନ୍ତୁ, ଜଳକୁ ବଞ୍ଚାନ୍ତୁ, ଜଳ ହିଁ ଜୀବନ। ରହୁଛି।